Jai Baba Amritsarankar Jai. Today's thought of the day. When people talk, listen completely. Most of the people don't listen. Friends, we are reactive at the instant. Whenever we are conversing with any person, we have least bother about what he thinks, what he thoughts. That is different thing. But our reaction is instant. So we should avoid instant reaction and listen it completely. So that what our opposite person thinks, we will get it completely know. Okay, sir? Jai Jagannath. Jai. ସମସ୍ତଙ୍କୁ ନମସ୍କାର। ଭାଇମାନେ, ଆଜି ଆମେ ମନ୍ଦିର ପ୍ରାଙ୍ଗଣରେ ରହିକି ଯୋଗ ଅଭ୍ୟାସ କଲେ, ଭଗବାନ ସୂର୍ଯ୍ୟ ନାରାୟଣଙ୍କୁ ନମସ୍କାର କରି କରି ସୂର୍ଯ୍ୟ ନମସ୍କାର କଲେ। ହେଲେ ମନ୍ଦିରକୁ ଯେତେବେଳେ ମଣିଷ ଆସୁଛି ପୂଜା କରିବା ପାଇଁ, ସେ ସାଙ୍ଗରେ ଧରିକି ଆସୁଛି ନଡ଼ିଆ, ଧୂପ, ଦୀପ। ଏସବୁ କ'ଣ ଭଗବାନଙ୍କର ଏତେ ଅଭାବ ଅଛି? ସବୁ ତ ତାଙ୍କର ଦାନ। ତଥାପି ମଣିଷ କାହିଁକି ନଡ଼ିଆ ଧରି ଆସୁଛି, କାହିଁକି ଧୂପ ଧରି ଆସୁଛି, କାହିଁକି ଫୁଲ ଧରି ଆସୁଛି, କାହିଁକି ଦୀପ ଧରି ଆସୁଛି? ଏ ସମସ୍ତ ଜିନିଷର ପ୍ରତୀକାତ୍ମକ ଅର୍ଥ ଅଛି। ୟାକୁ ପ୍ରଥମେ ଆମେ ଯଦି ବୁଝି ନେବା, ପ୍ରକୃତିରେ ନଡ଼ିଆ, କଦଳୀ, ଧୂପ, ଦୀପ, ଫୁଲ ଇଏ ଆଣିବାର ମହତ୍ଵ ଆମେ ବୁଝିପାରିବା। ଭଗବାନଙ୍କର କିଛି ଅଭାବ ନାହିଁ। କ'ଣ ନଡ଼ିଆଟେ ସେ ଚାହୁଁଛନ୍ତି? ନା, ମଣିଷ ଦେଖୁଛି ଯେ ମଣିଷ ଆଉ ଠାକୁରଙ୍କର ଗୋଟେ ଟ୍ରେଡ ୟୁନିୟନ ସମ୍ପର୍କ। ମୁଁ ଦେଲେ ମତେ ସିଏ ଦେବେ, ମୁଁ କିଛି ମାଗିବି। କିନ୍ତୁ ସେୟା ନାହିଁ ଭାଇମାନେ। ତାର ପ୍ରତୀକାତ୍ମକ ଅର୍ଥ ଏହା, ନଡ଼ିଆର ଉପରେ ଯୋଉ ଅଛି ତାର ସଢ଼େଇଟା, ସେ ଅତ୍ୟନ୍ତ କଠିନ। ତା ଭିତରେ ସୁସ୍ୱାଦୁ ଦ୍ରବ୍ୟ ଅଛି, ପାଣି, ଫଳ ଅଛି। ମଣିଷର ଲୋଭ, ମୋହ, ଯେତେ ପ୍ରକାର ତାର ସବୁ କୁଚରିତ୍ର ଗୁଡ଼ିକ ମିଶିକି ମଣିଷ ଉପରେ ଗୋଟେ ଖୋଳପା ଭଳିଆ, ସଢ଼େଇ ଭଳିଆ ଜିନିଷ ଅଛି। ଆମେ ସେ ନଡ଼ିଆକୁ ଆଣିକି ଯେତେବେଳେ ଠାକୁରଙ୍କ ପାଖରେ ପିଟିକି ଭାଙ୍ଗି ଦଉଛେ, ଆମେ ଏ କଥା ସ୍ମରଣ କରିବା ଦରକାର, ମୋ ପାଖରେ ଯେତେ ଅହଙ୍କାର ଅଛି, ଯେତେ ଲୋଭ ଅଛି, ଯେତେ ମୋହ ଅଛି, ସବୁ ତୁଟି ଯାଉ, ସବୁ ଲୀନ ହେଇଯାଉ। ଇଏ ହେଲା ନଡ଼ିଆର ପ୍ରତୀକାତ୍ମକ ଅର୍ଥ। ଫୁଲ ଅତି ସୁନ୍ଦର, ସୁବାସିତ, ଅତି କୋମଳ। ଠାକୁରଙ୍କୁ ଆମେ ଏଇଥିପାଇଁ ଫୁଲ ଦେବା। ଠାକୁରଙ୍କର ଫୁଲର ଅଭାବ ନାହିଁ, ତାଙ୍କର ତ ସବୁ ସୃଷ୍ଟି। ଆମେ ଏଇଥିପାଇଁ ଠାକୁରଙ୍କୁ ଫୁଲ ଦେବା ଯେ ଆମ ଜୀବନ ଫୁଲ ଭଳି କୋମଳ ହଉ, ପର ଉପକାର ପାଇଁ ମୋ ଜୀବନ ବ୍ୟସ୍ତ ରହୁ, ମୋ ଜୀବନ କଟିଯାଉ। ଆଉ ଆମେ ଏଇଥିପାଇଁ ଦୀପ ଦଉ। ଦୀପର କାମ ହେଲା ପ୍ରଜ୍ୱଳିତ କରିବା। ହେ ପ୍ରଭୁ, ହେ ଠାକୁର, ହେ ଈଶ୍ୱର, ମତେ ଅନ୍ଧକାର ଭିତରେ ମୁଁ ଯୋଉ ବଞ୍ଚିଛି, ମତେ ଆଲୁଅ ଦେଖେଇ ଦିଅ। ଜୟ ଜଗନ୍ନାଥ। ନମସ୍କାର। ଆଜିର ପ୍ରକୃତି ହେଉଛି ନା ଅଭିଷେକ ନ ସଂସ୍କାର ନିହତ କ୍ରିୟତେ ବନେ ବିକ୍ରମାର୍ଜିତ ରାଜ୍ୟସ୍ୟ ସ୍ୱୟଂଏବ ନରେନ୍ଦ୍ର। ଅର୍ଥ ହେଉଛି ସିଂହକୁ ମାନେ ରାଜା ବୋଲି କିଏ କୌଣସି ଘୋଷଣା ହେଉନି, ବା କୌଣସି ଶପଥ ପାଠ ବା କୌଣସି ସରକାରୀ ଭାବେ ଘୋଷଣା ହେଉନି। ସିଏ ତାର ନିଜର ଗୁଣ ଓ ପରାକ୍ରମ ବଳରେ ସ୍ୱୟଂ ରାଜା ଘୋଷିତ ହେଉଛି। ସେହିପରି ଜଣେ ବ୍ୟକ୍ତି ନିଜର ଗୁଣ, ବ୍ୟବହାର ଓ କାର୍ଯ୍ୟ କରିବାର ଶୈଳୀ ବା ପ୍ରୟାସ ଦ୍ୱାରା ଅନ୍ୟମାନଙ୍କ ଅପେକ୍ଷା ଗୋଟେ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିବେ। PDF